ଜଣେ ସାନ ଭାଇ କମେଣ୍ଟରେ କହିଲେ ଯେ ଶିକ୍ଷା ସମ୍ବାଦରେ ଆମେ ସବଜେକ୍ଟିଭ୍ ପାର୍ଟ ବି ଡିସ୍କସନ୍ କରିବା। ତ ଆଜି ଆମେ ସାହିତ୍ୟର ସବଜେକ୍ଟିଭ୍ ପାର୍ଟ ଡିସ୍କସନ୍ କରିବା। ପ୍ରଥମ କ୍ୱେଶ୍ଚିନ୍ ହେଉଛି ବନ୍ଦେ ଉତ୍କଳ ଜନନୀ ଏକ ଜାତୀୟତାବାଦୀ କବିତା ବୋଲି ଆଲୋଚନା କର। ଜାତୀୟତାବାଦ ମାନେ କ'ଣ? ଦେଶ ଆଉ ଜାତି ପ୍ରତି ଆମର ଭାବନା, ସଦ୍ଭାବନା, ଠିକ୍ ଭାବନାକୁ ହିଁ ଆମେ ଜାତୀୟତାବାଦୀ କହିବା। ଯେମିତିକି ଭାରତ ପାକିସ୍ତାନର ମ୍ୟାଚ୍ ଚାଲିଛି, ସମସ୍ତଙ୍କର ମନ କୁହେ ଯେ କ'ଣ ଭାରତ ହିଁ ଜିତୁ, ହାରିବା ପୋଜିସନରେ ଥିଲେ ମଧ୍ୟ ଭାରତ ହିଁ ଜିତୁ, ସେଇଟା ଗୋଟେ ଜାତୀୟତାବାଦୀ ଭାବନା। ତ ବନ୍ଦେ ଉତ୍କଳ ଜନନୀ ତ ଜାତୀୟତାବାଦରେ ପରିପୂର୍ଣ୍ଣ ହେଇକି ଅଛି, ହଁ ନା ନାହିଁ? ସବୁଥିର ଗୁଣଗାନ କରାହେଇଛି, ସେଇଟାକୁ ଲେଖିବାକୁ କହିଲା। ନେକ୍ସଟ କହିଲା ଏକ ସାର୍ଥକ ଉଦ୍ବୋଧନ ଗୀତିକା ଭାବରେ ଜାଗବନ୍ଦନ ହରା କବିତାର ମର୍ମ ଆଲୋଚନା କର। ମାନେ ଜାଗବନ୍ଦନ ହରା କ'ଣ? ତରୁଣମାନଙ୍କୁ ଜାଗ୍ରତ କରିବା ପାଇଁ ଲେଖା ହେଇଛି, ତ ସେ ଉଦ୍ବୋଧନ ଗୀତିକା ସିଏ ଗୋଟେ, ହେଲା କି ସାର୍ଥକ ଉଦ୍ବୋଧନ ଗୀତିକା ବୋଲି ଆଲୋଚନା କରା ବୋଇଲା। ସାର୍ଥକ ମାନେ କ'ଣ? ସୁଫଳ, ସଫଳ, ହେଲା। କିପରି ସେ ସଫଳ ହେଇଛି? ତରୁଣମାନଙ୍କୁ ଜାଗ୍ରତ କରିବା ନିମନ୍ତେ। ତାପରେ କହିଲା ମାତୃଭାଷା ଶିକ୍ଷା ହିଁ ଦେଶ ଓ ଜାତିର ପ୍ରଗତିର ପରିଚାୟକ। ମାତୃଭାଷାଟା କିପରି ଆମର ମାନେ ନିଜ ଓଡ଼ିଆ ଭାଷା ଦେଶ ଆଉ ଜାତିର ପ୍ରଗତି ମାନେ କ'ଣ? ଉନ୍ନତି ପାଇଁ ପରିଚାୟକ ହବ, ବାଟ ପ୍ରଦର୍ଶନ କରିବା ବା ଦିଗ ଦର୍ଶନ କରିବ, ତାକୁ ଆଲୋଚନା କର, ହେଲା। କେଉଁ କେଉଁ ଘଟଣାବଳୀ ବିବେକାନନ୍ଦଙ୍କୁ ଗୃହତ୍ୟାଗୀ ସନ୍ନ୍ୟାସୀ ପରିବର୍ତ୍ତେ ସମାଜ ସଂସ୍କାରକ ହେବାରେ ସହାୟକ ହୋଇଥିଲା, ଆଲୋଚନା କର ବୋଲି କହିଲା। ପ୍ରଥମେ ତ ଜାଣିଛ ବିବେକାନନ୍ଦ କ'ଣ ଶୁକଦେବଙ୍କ ପରି ଏକାଦ୍ରିକ୍ରମେ 4-5 ଦିନ ଯାଏଁ କ'ଣ ସମାଧିରେ ବସିବାକୁ ଚାହୁଁଥିଲେ, ଆଉ ପୁଣି କିଛି ଦେହର ରକ୍ଷା ପାଇଁ ଖାଦ୍ୟ ନେଇ ପୁଣି ବସିଯିବାକୁ ଚାହୁଁଥିଲେ। ତାଙ୍କର ଇଚ୍ଛା ଥିଲା ଯେ ସେ ଗୋଟେ ସନ୍ନ୍ୟାସୀ ହେବେ, କିନ୍ତୁ କେଉଁ ସବୁ ଦିଗ ତାଙ୍କୁ ଗୋଟେ ସମାଜ ସଂସ୍କାରକ କଲା, ଦରିଦ୍ରମାନଙ୍କର ଜନତା ଜନାର୍ଦ୍ଦନ ବନେଇଲା, ହେଲା। ତାକୁ ସବୁ ଲେଖିବାକୁ ସେ କହିଲା। ତାପରେ ଉତ୍କଳ ସରଳାର୍ଥ, ଉତ୍କଳ ସୁରବର ଦର୍ପିତ ଗେହା ଅରିକୁଳ ଶୋଣିତ ଚର୍ଚ୍ଚିତ ଦେହା। ହଁ, ଆଉ ଗୋଟେ ଜିନିଷ ମୁଁ କହିଦେବାକୁ ଚାହେଁ, ସମାଜବାଲା ମଧ୍ୟ କ'ଣ କରୁଛନ୍ତି, ତମକୁ ପ୍ରଥମ ଆଡ଼ୁ ଟିକେ 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 ସହଜ ସହଜ ଦେଇ ଦେଇ ତମକୁ ତମର ବେସ୍ଟାକୁ ମାନେ ଲେବଲଟାକୁ ବଢ଼ଉଛନ୍ତି, ହେଲା କି। ଯେମିତିକି ତମକୁ ପ୍ରଥମ ଆଡ଼ୁ ଟିକେ ପାଠ ଦେବେ, ତାପରେ ଶେଷ ଆଡ଼କୁ ଦେବେ, ତାପରେ ମଝି ଆଡ଼ର ଟିକେ ଭଲ ଭଲ କ୍ୱେଶ୍ଚିନ୍ ଦେବେ। ତମେ ଯଦି ପୁରା ଏଇ ସିରିଜ୍ ଫଲୋ କରିବ ତ ସବୁ ଜାଗାରୁ ତମର କ୍ୱେଶ୍ଚିନ୍ ପାଇ ପାଇ ତମେ ଷ୍ଟ୍ରଙ୍ଗ ହେଇଯିବ, ହେଲା କି। ଆ ବଦଳରେ କ'ଣ କହିଲା? ତୋର ମୁକୁତିରେ ମୋର ମୁକୁତି ମା, ତୋର ହସେ ମୋର ହସ, ତୋହରି ଅନ୍ତର ଆଦେଶ ଚଳେ ମୁଁ ଘୋଷି ତୋର ମହାଯଶ। ଆଉ ପୁଣି ଆଉ ଥରେ ଗଦ୍ୟରୁ ସରଳାର୍ଥ କ'ଣ? ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଭାବ ବେଳେ ବେଳେ ତାଙ୍କ ସୃଷ୍ଟିଙ୍କୁ ଅନ୍ୟନ୍ୟ କରିଛି, କିମ୍ବା ଏହା ତାଙ୍କ କୃତକର୍ମର ପରିଣାମ, ହେଲା। ବୁଝିଲା? ଗୋଟେ ସଭ୍ୟତା ବିଜ୍ଞାନରୁ ପଢ଼ିଲା, ଆଉ ଗୋଟେ କାହିଁରୁ ପଢ଼ିଲା? ଆମର ଜନ୍ମଭୂମିରୁ ପଢ଼ିଲା। କୃଷ୍ଣଙ୍କ ବିଷୟରେ ଲେଖିବ, କୃଷ୍ଣ କିପରି ତ୍ୟାଗ କରିକି ପଳେଇଥିଲେ, ହେଲା। ମଥୁରାକୁ ଯିବି କହିକି ମହାଭାରତ ଯୁଦ୍ଧରେ ଅଙ୍ଗୁଳି ନିର୍ଦ୍ଦେଶରେ ଚଳେଇ ସିଏ ଆଉ ଫେରି ନଥିଲେ, ଯାହାଫଳରେ ଗୋପୀମାନଙ୍କ ଉପରେ ତାର ପ୍ରଭାବ ପଡ଼ିଥିଲା, ରାଧାଙ୍କ ଉପରେ ପ୍ରଭାବ ପଡ଼ିଥିଲା, ନନ୍ଦ ବାବା ଯଶୋଦାଙ୍କ ଉପରେ ପ୍ରଭାବ ପଡ଼ିଥିଲା। ତ ତାଙ୍କେ କ'ଣ ତାର ଫଳ ପାଇଥିଲେ ଶେଷରେ, ହେଲା। ତାଙ୍କର ବଂଶ ନଷ୍ଟ ହେଲା, ସେ ନିଜେ ମଧ୍ୟ ଶେଷରେ ଶାନ୍ତି ସୁଧାରେ ରହିପାରିଲେ ନାହିଁ। ଏଇସବୁ ଲେଖିବା ଆମେ। ତାପରେ କ'ଣ ଯଥାସମ୍ଭବ ଲେଖିବ 200 ଶବ୍ଦ ମଧ୍ୟରେ। କ'ଣ? ନିରକ୍ଷରତା ଏକ ସାମାଜିକ ବ୍ୟାଧି। ମାନେ ଯେଉଁମାନେ ପାଠ ପଢ଼ି ନାହାନ୍ତି ବୋଲି ତ ଆମେ କହିପାରିବାନି, ଲେଖି ପଢ଼ି ଜାଣିନାହାନ୍ତି, ହେଲା। ଲେଖିବା ଜଣା ନାହିଁ, ନିଜ ଭାଷା ପଢ଼ିବା ଜଣା ନାହିଁ, ହେଲା। ଅଙ୍କ ଜାଣିନାହାନ୍ତି, ହେଲା କି। ନହେଲେ ଶିଶୁ ଶ୍ରମିକ ସମସ୍ୟା ବିଷୟରେ ଲେଖ କହିଲା। ମାନେ ଛୋଟ ଛୁଆ 14 ବର୍ଷରୁ କମ୍ ପିଲାମାନଙ୍କୁ ଯେଉଁ ଶ୍ରମିକ ଭାବରେ କାମରେ ଲଗାଯାଉଛି। ଏବେ ତ ଶୀତ ଚାଲିଛି, ହେଲା। ଚାରିଆଡ଼େ ତମେ ଦେଖୁଛ, ଶୀତକାଳୀନ ପଲ୍ଲୀର ଦୃଶ୍ୟ ଲେଖ ବୋଲି କହିଲା, ହେଲା। ଆଉ ରଚନା ଲେଖିବା ପାଇଁ ତମକୁ ଏଇଟା ବେଷ୍ଟ ହେଲ୍ପ ହେବ। ପ୍ରଥମେ ଉପକ୍ରମ କିଛି ଲେଖିବ, ତାକୁ ଇଣ୍ଟ୍ରୋଡକ୍ସନ୍ କରିବ। ଅପକାରିତା, ତାର ଖରାପ ଗୁଣ ଗୁଡ଼ିକ ଲେଖିବ। ଆଉ ନିରକ୍ଷରତାକୁ ରୋକିବା ପାଇଁ ସରକାରୀ ପଦକ୍ଷେପ କ'ଣ ନିଆଯାଉଛି ଲେଖିବ। ଶେଷ କଥା ଲେଖିବ, ହେଲା।
ସେମିତି ଶିଶୁ ଶ୍ରମିକର ଉପକ୍ରମ କ'ଣ ପାଇଁ ହେଉଛି, ସେ କାରଣ କ'ଣ, ସରକାରୀ କେଉଁ ପ୍ରକାର ମାନେ କଟକଣା ଲଗାଉଛନ୍ତି, ଶେଷ କଥା ହେଲା। ଏମିତି ସବୁ ଦେଇଛି କ୍ୱେଶ୍ଚିନ୍। ଦରଖାସ୍ତ ଗୋଟେ ଲେଖ ବୋଲି କହିଲା। ତୁମ ୱାର୍ଡରେ ସଫେଇ ଅବହେଳା ହେଲା, ମଶା ବଂଶ ବୃଦ୍ଧି ପାଇଲା, ତେଣୁ ଏହାର ପ୍ରତିକାର ପାଇଁ ମହାନଗର ପାଳଙ୍କ ନିକଟକୁ ଗୋଟେ ଦରଖାସ୍ତ ଲେଖ ବୋଇଲା। ନହେଲେ କିମ୍ବା ତୁମ ଜଣେ ସମ୍ପର୍କୀୟ ଅଜା ବାର୍ଦ୍ଧକ୍ୟ ଭତ୍ତା ପାଇପାରୁନାହାନ୍ତି, ମାନେ ଯେ ଆମର ବୁଢ଼ାବୁଢ଼ୀ ଭତ୍ତା ବୋଲି କହୁଛନ୍ତି, ବା ବୁଢ଼ା ଲୋକମାନେ କହୁଛନ୍ତି କ'ଣ ପିଞ୍ଚିନ୍ କହୁଛନ୍ତି, ସେଇ ପିଞ୍ଚିନ୍ ତାଙ୍କୁ ମିଳିନି ହେଲା। ତେଣୁ ତାଙ୍କ ତରଫରୁ ଭତ୍ତା ପାଇବା ନିମନ୍ତେ ବିଭାଗୀୟ ଅଧିକାରୀ ନିକଟକୁ ଦରଖାସ୍ତଟିଏ ଲେଖ ବୋଲି କହିଲା ହେଲା। ଆଉ କ'ଣ କହିଲା, ଏଇଟା ଗୋଟେ ପତ୍ର। ତୁମେ ମାଟ୍ରିକୁଲେସନ ପାସ୍ କଲା ପରେ ତୁମ ଜୀବନର ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରି ମାମୁଁକୁ ଲେଖିବ ଗୋଟେ ପତ୍ର। ନହେଲେ ପାଠପଢ଼ାରେ ଅବହେଳା କରୁଥିବା ତୁମ ସାନ ଭାଇ ନିକଟକୁ ଉପଦେଶମୂଳକ ପତ୍ର ଲେଖିବ, ମାନେ ତାକୁ କିଛି ଉପଦେଶ ଦେବ ଯେ ପାଠଶାଠ ପଢ଼େ, ଯାହା ତମ ଭାଷାରେ ତମେ ଲେଖିବ ଆଉ ହେଲା କି। ତାପରେ ଏଇଟା ଦେଇଛି ପ୍ରଶ୍ନ ଗୁଡ଼ିକ ଉତ୍ତର ଦେବ ପ୍ୟାସେଜଟା, ଠିକ ଅଛି। ପ୍ରଶ୍ନ ଦେଇଛି ତାର ସେ ପ୍ୟାସେଜର ପ୍ରଶ୍ନ ଗୁଡ଼ାକ ଉତ୍ତର ଦେଇଛି। ଦେଖ ଏଇଟା କୋଉଟା ଦେଲା, କିମ୍ବାଟା ଲେଖିଦେଲା ଏକର, କୋଉଟା ଆମର ଏକ ସାର୍ଥକ ଉଦ୍ବୋଧନ ଗୀତ ଭାବରେ ଜାଗବନ୍ଦନ ହରାକୁ ସେ ଲେଖିଲା। କ'ଣ ଲେଖିଛି ଦେଖ ତ, ନବଯୁଗ ସାହିତ୍ୟ ସଂସଦର କର୍ଣ୍ଣଧାର, ମାନେ ସେ ଯେଉଁ ସାହିତ୍ୟ ସଂସଦର ସେ ମାନେ ମେନ୍ ଲିଡର ଥିଲେ, ତଥା ଓଡ଼ିଆ କାବ୍ୟ ଜଗତରେ ଯେତିକି କାବ୍ୟ ଲେଖା ହେଇଛି ଓଡ଼ିଆରେ, ସେଇ ମାନେ ଲେଖାରେ ଜଣେ ପ୍ରଗତିଶୀଳ ଚିନ୍ତାଧାରା ମାନେ ତାଙ୍କର ଚିନ୍ତାଧାରା ଉଚ୍ଚ ଥିଲା, ନିଚ ନାହିଁ ହେଲା। ତାଙ୍କର ମାନେ ପୁରୁଣା କଥାକୁ ଧରିକି ବସୁନଥିଲେ ସିଏ। ସେ ରୂପେ ଅନନ୍ତ ପଟ୍ଟନାୟକ ସୁପ୍ରସିଦ୍ଧ ଅଟନ୍ତି। ସେ କାହା ପାଇଁ ଲେଖା ସବୁ ଲେଖୁଥିଲେ, ଶ୍ରେଣୀହୀନ ସମାଜ ପ୍ରତିଷ୍ଠା, ମାନେ ଉଚ୍ଚ ନିଚ ଶ୍ରେଣୀ ରହିବ ନାହିଁ, ଅଶିକ୍ଷା ଦୂରୀ ହେବ, ଧର୍ମାନ୍ଧତା ମାନେ ଧର୍ମରେ ଅନ୍ଧ ହୋଇଯାଉଥିବା ଲୋକମାନଙ୍କୁ ରାସ୍ତା ଦେଖାଇବା ପାଇଁ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ତାଙ୍କ କବିତା ଦ୍ୱାରା ହେଲା। ତାକୁ ଲେଖିବ ହେଲା। ମୋ ପାଖରେ ବି ଗୋଟେ ଟ୍ରିକ୍ ଅଛି, ଯଦି ତମକୁ ଏସବୁ ମନ ବି ପଡ଼ୁନି ନା, ତଥାପି ତମେ ଲେଖିଦେଇ ପାରିବ। କ'ଣ ଲେଖିପାରିବ, ଓଡ଼ିଆ ସାହିତ୍ୟ ରୂପକରେ ଯେଉଁ କେତେଜଣ ବିଶିଷ୍ଟ ମହାନ, ଯଦି ପଦ୍ୟ ହେଇଥିବ ତାକୁ କବି ଲଗେଇଦବ, ଗଦ୍ୟ ହେଇଥିଲେ କ'ଣ ଲଗେଇଦବ ଲେଖକ। ଏଇଠି ପଦ୍ୟ ହେଇଛି ତ ଯେଉଁ କେତେଜଣ ବିଶିଷ୍ଟବାନ ବା ପ୍ରତିଭାବାନ କବି ଥିଲେ, ସେମାନଙ୍କ ମଧ୍ୟରୁ ଅନନ୍ତ ପଟ୍ଟନାୟକ ଅନ୍ୟତମ। ତାଙ୍କ ଲେଖନୀ ମନରୁ ଝରିଯାଇଛି କେତେକ ଅମ୍ଳାନ ପୁଷ୍ପ, ସେଇଗୁଡ଼ିକ ମଧ୍ୟରୁ କହିକି ଦୁଇ ଚାରିଟା ତାଙ୍କର ପଢ଼ି ଦେଇଥିବ ବହି ଅରକା, ସେଇଟାକୁ ଲେଖିଦେବ, ଏଗୁଡ଼ିକ ଅନ୍ୟତମ। ସେ ଏକାଧାରରେ ରାଜନୀତିକ, ସମାଜ ସଂସ୍କାରକ, ଏମିତି କିଛି ୱାର୍ଡ଼ ମଧ୍ୟ ତମେ ଦେଇକି ତମ ଯଦି ହଠାତ୍କୁ କିଛି ମନେ ପଡ଼ିଲାନି ଏକ୍ଜାମରେ ଆକୁ ୟୁଜ୍ କରିପାରିବ। ଅଦରୱାଇଜ୍ ବହିରେ ଯେଉଁ ଇଣ୍ଟ୍ରୋଡକ୍ସନ୍ ଦେଇଥାଉଛି ସେଇ ଇଣ୍ଟ୍ରୋଡକ୍ସନ୍ ଲେଖିଲେ ଆହୁରି ତମେ ଫୁଲ୍ରୁ ଫୁଲ୍ ମାର୍କ ପାଇବାର ସମ୍ଭାବନା ରହୁଛି ହେଲା। ତାପରେ ଆମେ ଇଣ୍ଟ୍ରୋଡକ୍ସନ୍ ଦେଇଦେଲେ କବିଙ୍କର, ତାପରେ ଆମେ କ'ଣ ଲେଖିବା, କ'ଣ କୁହାଯାଇଛି ଜାଗବନ୍ଦନ ହରାରେ। ଏହି କବିତାଟି ନବଯୁଗ ସାହିତ୍ୟ ସଂସଦର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ କରାଯାଇଛି, ମାନେ ଯେଉଁ ନବଯୁଗ ସାହିତ୍ୟ ସଂସଦ ହେଇଥିଲା ତାର ଫାଷ୍ଟ ଅଧିବେଶନ, ଫାଷ୍ଟ ମିଟିଂରେ ଏଇଟାକୁ ଗାନ କରାଯାଇଥିଲା। ଏଇଟା ବିଟ୍ରେ ମଧ୍ୟ ପଡ଼ିଥାଉଛି MCQରେ। ଏଥିରେ ତରୁଣମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ହେଲା, ଜାତି ପାଇଁ ଦେଶ ପାଇଁ ତ୍ୟାଗ କରିବା ପାଇଁ କୁହାଯାଇଛି ହେଲା। ତରୁଣ ଗୋଷ୍ଠୀ ହିଁ ମାନେ ଯୁବ ଗୋଷ୍ଠୀ ହିଁ ଲକ୍ଷ ଲକ୍ଷ ଜୀବନରେ ମୁକ୍ତିର ଆଲୋକ ପ୍ରଜ୍ୱଳିତ କରିପାରିବେ। ସେମାନଙ୍କ ମିଳିତ ଚେଷ୍ଟାରେ ସମାଜରୁ ଜାତି ଭେଦ ଲୋପ ପାଇପାରିବ, କାରଣ ୱି ଆର୍ ଦ ରିଫର୍ମର ହେଲା କି। କାରଣ ଦେଖ ଆମର ବାପା ମା ମାନେ ଏଇ ସବୁ ଜିନିଷକୁ ମାନୁଛନ୍ତି, କିନ୍ତୁ ଆମେ ସେଇ ଜିନିଷକୁ ଏବେ ମାନୁନାହାନ୍ତି, କାରଣ ଆମ ମଧ୍ୟରେ ସେଇ ପରିବର୍ତ୍ତନ ଆସି ସାରିଲାନି। କିନ୍ତୁ ଆମର ଫୋରଫାଦର ବା ଫାଦର ଯେଉଁମାନେ ଥିଲେ ବା ଅଛନ୍ତି, ସେମାନଙ୍କ ମନରେ ସେହି ଚିନ୍ତାଧାରା ଯିବ ନାହିଁ ହେଲା। ଆମେ କେତେ ଚେଷ୍ଟା କଲେ ମଧ୍ୟ ଛୋଟ ନିଚ ବଡ଼ ଏଯାକ ଯିବ ନାହିଁ, କିନ୍ତୁ ଆମ ମନରୁ ଯାଇ ସାରିଲାଣି ହେଲା। ଆମେ ହିଁ ଏଇ ସବୁ ଜିନିଷକୁ ଲୋପ କରିପାରିବା, ଆଉ ଏଇ ଲୋପ ହେଲେ ହିଁ ଆମେ କମ୍ପିଟ୍ କରିପାରିବା ନା ଅନ୍ୟ ଦେଶମାନଙ୍କ ସହିତ ହେଲା କି। ଚାଇନା ଆମେରିକା ସହିତ ଆମେ କ'ଣ କରୁଛନ୍ତି, କମ୍ପେୟାର କରୁଛନ୍ତି, ଆମେ ବିଶ୍ୱଗୁରୁ ହେବା କହୁଛନ୍ତି। କେମିତି ହେବା, ଏଇସବୁ ଜିନିଷ ରହିଲେ
ତ ଆମେ ହିଁ ଏସବୁ ଜିନିଷକୁ ଦୂର କରିବାକୁ ହେବ। ଏକ ସାମ୍ୟବାଦୀ ସମାଜ ପ୍ରତିଷ୍ଠା କରିବାକୁ ହେବ। ମହାମାନବର ଶଙ୍ଖନାଦରେ ସମାଜରୁ କଷଣ ମାନେ କଷ୍ଟ ଦୂଷଣ ମାନେ ଯେଉଁ କ'ଣ ଶୋଷଣ କରାହେଉଛି ଲୋକମାନଙ୍କୁ, ଏଇସବୁ ଦୂର କରିବାକୁ ଆହ୍ୱାନ ଦେଇଥିଲେ। ତ ମଝିରେ ମଝିରେ ତୁମେ କ'ଣ କରିପାରିବ ହେଲା, ଟେଷ୍ଟ ପେପରରେ ବି ଏମିତି ଦେଇଛି ହେଲା, ମଝିରେ ମଝିରେ ତୁମକୁ ଯାହା ଟିକେ ମନେ ପଡ଼ୁଛି ସେଇ ସବୁ କବିତା ତାକୁ ଟିକେ ଇଣ୍ଟ୍ରୋଡ୍ୟୁସ୍ କରିକି ଆକୁ କ'ଣ କରିବ ବର୍ଣ୍ଣନା କରିଦେବ ହେଲା। ସେମିତି ଆସ୍ତେ 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 ବର୍ଣ୍ଣନା କରି କରି ଚାଲିବ ହେଲା, ବର୍ଣ୍ଣନା କରି କରି ଚାଲିବ। କାରଣ ଇଏ ପୁରା ମୁଁ ତୁମକୁ କହିଛି ନା କିପରି ସବୁ ସରଳ ଅର୍ଥ ଲେଖିବ, ଲଙ୍ଗ କ୍ୱେଶ୍ଚିନ୍ ଲେଖିବ, ମୋର ପୁରୁଣା ଭିଡ଼ିଓରେ ସେସବୁ ଅଛି ହେଲା। 2 ନମ୍ବର କ୍ୱେଶ୍ଚିନ୍ କ'ଣ, ଏଇସବୁ ଜିନିଷ ତୁମେ ମାନେ ମୁଁ ପଢ଼ାଇଲା ଟାଇମ୍ରେ ଏଇସବୁ ଜିନିଷକୁ ତୁମେ ସ୍କ୍ରିନଶଟ୍ ନେଇକି ପଢ଼ ହେଲା କି। କାରଣ ଆମେ ସବୁ ବୁଝି ସାରିଛନ୍ତି ନା, ପାଠ ସବୁ ବୁଝି ସାରିଛନ୍ତି। ଏଗୁଡ଼ାକ କେବଳ ଘୋଷିକି ମନେ ରଖିବା କଥା ଏବେ। ଏଇଟା କ'ଣ ନିଆଗଲା ଆମର ଯେଉଁ ଭାଷା ଉପରେ ନିଆଗଲା ହେଲା, ଯେମିତିକି ଆମର ମାତୃଭାଷା ହିଁ କ'ଣ ପ୍ରଗତିର ପରିଚାୟକ ହେବ, ସେଇ କ୍ୱେଶ୍ଚିନ୍ଟାକୁ ଏଠି ଡିସ୍କସନ୍ କରାହେଇଛି। ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଜଗତରେ ପ୍ରଫେସର ଗୋଲକ ବିହାରୀ ଧଳ ଏକାଧାରରେ ଜଣେ ପ୍ରାବନ୍ଧିକ, ଭାଷା ବିଜ୍ଞାନୀ, ଅନୁବାଦକ, ଭ୍ରମଣ ସାହିତ୍ୟ ମାନେ କ'ଣ ବୁଲି ବୁଲି ଯେଉଁ ଆଜିକା ଡେଟ୍ର ବ୍ଲଗିଂ କରୁଛନ୍ତି, ସେଇ ଆଗରେ ସେମିତି ସବୁ ସ୍ଥାନ ବୁଲିକି ଲେଖକମାନେ ସେଇ ଜାଗାର ଜିନିଷ ସବୁ ଲେଖୁଥିଲେ ହେଲା କି। ତ ଇଏ ମଧ୍ୟ ସେଇ ପ୍ରକାର ଲେଖା ଲେଖୁଥିଲେ କିଏ, ଗୋଲକ ବିହାରୀ ଧଳ ଆଜ୍ଞା। ତ ତାଙ୍କର ପାଠକ ମହଲରେ ବହୁତ ସୁପରିଚିତ। ତାଙ୍କ ରଚିତ ମଣିଷର ଭାଷା, ଧ୍ୱନି ବିଜ୍ଞାନ, ଲଣ୍ଡନ ଚିଠି, ଆମେରିକା ଅନୁଭୂତି ଇତ୍ୟାଦି ପୁସ୍ତକ ତାଙ୍କର ବହୁମୁଖୀ ପ୍ରତିଭାର ପରିଚୟ ଦିଏ। ମାନେ ତାଙ୍କ ପାଖରେ ବହୁତ ପ୍ରକାର ପ୍ରତିଭା ଥିଲା। ବହୁମୁଖୀ ମାନେ କ'ଣ, 1 2 3ଟା ଏମିତି ନାହିଁ, ବହୁତ ପ୍ରକାର ତାଙ୍କର ପ୍ରତିଭା ଥିଲା ହେଲା କି। ଆମ ପାଖରେ ହେଲେ ବହୁତ ପ୍ରତିଭା ଅଛି ନା ହେଲା କି, ସବୁ ଲୁକାୟିତ ହେଇକି ରହିଛି, ଆସ୍ତେ ଆସ୍ତେ ବଡ଼ ହେଲେ ବାହାରିବ ହେଲା। ଆମେ ଯେଉଁ ପାଠ ମାତୃଭାଷା ଲୋକଶିକ୍ଷା ପ୍ରବନ୍ଧଟି ପଢ଼ୁଛନ୍ତି, ତାଙ୍କ ମୂଳ ପୁସ୍ତକ ଓଡ଼ିଆ କେବେରୁ ଅଣାହେଇଛି ହେଲା। ମାତୃଭାଷା ଶିକ୍ଷଣ ହିଁ ଦେଶ ଜାତିର ପ୍ରଗତିର ପରିଚାୟକ ହେବ ବୋଲି ଏଠାରେ ପ୍ରାବନ୍ଧିକ ବର୍ଣ୍ଣନା କରିଛନ୍ତି। ଇଏ ଥିଲା ତୁମର ଇଣ୍ଟ୍ରୋଡକ୍ସନ୍ ହେଲା। ତାପରେ ଲେଖା ହେଲା ଆଞ୍ଚଳିକ ଭାଷା ହେଉଛି ଜନତାର ପ୍ରଥମ ପ୍ରୟୋଜନ। ଏକଦମ ଠିକ୍ କଥା। ଆମେ ଆମ ଏରିଆରେ ଆମେ ଯେମିତି ଏବେ ପଢ଼ାଇବା ପାଇଁ ଆମେ କ'ଣ ଓଡ଼ିଆ ୟୁଜ୍ କରୁଛନ୍ତି, କାରଣ ଏଇ ଭାଷାକୁ ସେ ବୁଝେ ଆଉ କହେ। ମାତୃଭାଷା ମାଧ୍ୟମରେ ଦେଶ ପରିଚାଳନା ହେଲେ ଜାତି ଓ ରାଜ୍ୟର ପ୍ରଗତି ହେବ ବୋଲି ଗାନ୍ଧିଜୀ ଦୃଢ଼ ମତ ପୋଷଣ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେର ନିଜ ମାତୃଭାଷାକୁ ଉଚ୍ଚ କରିବା ପାଇଁ ଆହ୍ୱାନ ଦେଇଥିଲେ। ଯାହାର ନିଜ ମାତୃଭାଷା ପ୍ରତି ମମତା ନାହିଁ ସେ ଅଜ୍ଞାନ ବୋଲି ମଧ୍ୟ କବି କହିଥିଲେ। ମାତୃଭୂମି ମାତୃଭାଷାରେ ମମତା ଯାହା ହୃଦୟ ଜନମୀ ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ କହିଥିଲେ। ତମେ ଯଦି ମନ ଅଛି ଆକୁ ଇଣ୍ଟ୍ରୋଡକ୍ସନ୍ ମଧ୍ୟ କରିପାରିବ। କାରଣ ତମର ଏକ୍ଜାକ୍ଟଲି ଥିମ୍ କ'ଣ ଥିଲା ଯେ କିପରି ଆମର ମାତୃଭାଷାଟା ଦେଶର ପ୍ରଗତିରେ ସହାୟକ ହେବ ତାକୁ ଲେଖ ବୋଲି କହିଥିଲେ ହେଲା କି। ତ ଆକୁ ତୁମେ ସ୍କ୍ରିନଶଟ୍ ନେଇକି ପଢ଼, କାରଣ ସ୍କ୍ରିନଶଟ୍ ନେବା ବି ଦରକାର ନାହିଁ, ତୁମେ କେବଳ କ୍ୱେଶ୍ଚିନ୍ର ଆଇଡ଼ିଆ ନିଅ ହେଲା। କେଉଁ ପ୍ରକାର କ୍ୱେଶ୍ଚିନ୍ ସବୁ ସମାଜ ବାଲା ମଧ୍ୟ ଏକ୍ସପେକ୍ଟ କରୁଛନ୍ତି ଯେ 2026ରେ ଆସିପାରେ ହେଲା। ଆଉ ବାକି ଏଇଟା ଉତ୍କଳ ସୁରବରକୁ ଡିସ୍କସନ୍ କରାଯାଇଛି। ଆଉ ତୁମମାନେ ଯଦି ଭିଡ଼ିଓରେ କମେଣ୍ଟ କରୁଛ ନାହିଁ ସାର୍ ଆପଣ ଧାଡ଼ି ଭାଇ ଧାଡ଼ି ବୁଝେଇ ଦିଅନ୍ତୁ, ତ ନେକ୍ସଟ ଭିଡ଼ିଓରେ ବୁଝିଦେବା, କିଛି ଅସୁବିଧା ନାହିଁ ହେଲା। ତୁମେ ମେନଲି ଏଇସବୁ ଜିନିଷ ପଢ଼ିଛ, ଆଉ ପୁଣି ତୁମର ଟେଷ୍ଟ ପେପରରେ ମଧ୍ୟ ଏଇସବୁ ଜିନିଷ ଦେଇଛି ହେଲା କି। ତୁମେ ପଢ଼ିବା ଦରକାର, ମନେ ରଖିବା ଦରକାର, ଘୋଷିବା ଦରକାର। ଏଇଟା ଶିଶୁ ଶ୍ରମିକ ଉପରେ ସିଏ ଗୋଟେ ବନେଇଲା କ'ଣ ଏସେ ରଚନା ହେଲା। ସମସ୍ୟାଟା କେମିତି ହେଉଛି, କ'ଣ କ'ଣ ସବୁ ଚାଇଲ୍ଡ ୱେଲଫେୟାର କମିଟି ଅଛି ହେଲା। 14 ବର୍ଷରୁ କମ୍ ବାଳକ ବାଳିକାକୁ ନିଯୁକ୍ତି ଦେଲେ ଦଣ୍ଡନୀୟ ଅପରାଧ ହେଲା, ଏସବୁ ଜିନିଷ ପଡ଼ିବ। ତାପରେ ବଂଶାବୃଦ୍ଧି କ'ଣ ମଶାର ରଖିବା ପାଇଁ ଗୋଟେ କ'ଣ ଲେଖିବାକୁ କୁହାଗଲା ଯେ ଦରଖାସ୍ତ ହେଲା। ମାନ୍ୟ ଶ୍ରୀଯୁକ୍ତ ମହାନଗରପାଳ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ଯିଏ ଯେଉଁଠି ଲେଖିପାରିବ ହେଲା। ମାଲକାନଗିରି। ବିଷୟ ହେଉଛି ମଶା ବଂଶବୃଦ୍ଧି ରଖିବା ନିମନ୍ତେ
वार्ड कॉर्पोरेटर को जरिया है विनम्र अनुरोध आम एति नंबर वार्ड रे रोचु है आम लिखार कारण कौन आमर एरिया रे बहुत सारा लोक रोचंती आउ माने सेठी बहुत स्वास्थ्य कौन दाउरे लगी कारण जिते वंश वृद्धि कर मशा सेते रोग बढ़ है ये सब जिन ही लिख है मुकुला ड्रेन गुड़िक अच्छी मुकुला ड्रेन माने कौन खाली तार प्लेट पड़नी ड्रेन उपर जहाँफल मशा होची राति कथा धीरे रे थाउ दिन बेला मध्य मशा मान आक्रमण कहीं रक्षा पाई पार नाहंती है दमन होता आमर पिक्चर बाबूसान है दमन टाइटल मन अच्छी तो फुल फॉर्म है सीटा नेशनल लेवल रे ताको लोक देखी तो ये थिला किछि आमर पत्रर झलक ए दरखास्त पत्र सी लिखिनी ठीक अच्छे ये किछि थिला तमर कौन साहित्यर ए प्रकार क्वेश्चन है लॉन्ग तो पुणी मिसिबा नुआ वीडियो रे जो माने सब्सक्राइब करिछो सेमानकु तो वीडियो पहुंची सारथिबो जो माने नुआ आछो से माने सब्सक्राइब करिक जानतु कारण अबे विज्ञान आउ ओडियार भाग 2 माने सेकेंड एडिशन भी आसीगलानी ओडियार तार एमसीक्यू आज घंटे अपलोड हम आउ इंग्लिश भी अपलोड हम है आ तुम मानकर अनुरोध रक्षा करी तुम जदि चाहिए रिपोर्ट राइटिंग है एसे राइटिंग तो ऑलरेडी पढ़ी सारा लेटर राइटिंग सबकि अपलोड करा है तुम मैंने केवल कमेंट कर बाकी रहा कारण आम जानवा पड़ो ना केते जन इच्छुक अच्छा देखापी है।